ଜୟ ଜଗନ୍ନାଥ। ସୁଶାନ୍ତ ଭାଇ ଭଲ କଥା ମନେ ରଖ। ମହାପୁରୁଷ କହିଛନ୍ତି ଖୁବ୍ ନିକଟରେ ପୁରୀରୁ ଯାଜପୁର ଭିତରେ ବାରମ୍ବାର ଭୟଙ୍କର କଣ ହବ? ଭୂମିକମ୍ପ ହବ। ଏଇ ଭୁବନେଶ୍ୱର ଟିକେ ନାକୁ ଏବେ ଆମ ଓଡିଶାରେ ହେଇଥିଲା। ଏରା କଣ ଭୂମିକମ୍ପରେ କହନ୍ତି? ଆଉ କଣ ଭୂମିକମ୍ପ କହନ୍ତି? ଭୂମିକମ୍ପ ଯେତେବେଳେ ହବ, ଗୋଟେ ମହାପୁରୁଷଙ୍କ ଲେଖା ମନେ ପଡେ, ଉଭା ଧନତକ ରଜା ହରି ନେବ, ପୋତା ହରିବ ବାସୁକି, ବଡ ବଢିଆ ଯେ କେହି ନ ରହିବେ, ବୁଝିଲି ଯେ ରାମ ଚୁଟି। ଉଭା ଧନତକ ରଜା ହରି ନେବ, ଯୋଉ ବ୍ୟାଙ୍କରେ ଯୋଉ ଟଙ୍କା ସବୁ ରଖିଛନ୍ତି, ଇଏ ଏମର୍ଜେନ୍ସି ଲାଗୁ ହବ, ସରକାର ନେଇଯିବେ। ପୁଣି ଯୋଉରା ପଚଳେଇ ରଖିଛନ୍ତି, ଏ ବିଜିନେସ ଧରିକି ତାକୁ ମଧ୍ୟ ନେଇଯିବେ। ପୋତା ହରିବ ବାସୁକି। ପୋତା କଣ? ଏ କୋଠା ବାଡି ସବୁ ହେଲା, ଅଟ୍ଟାଳିକା ସବୁ ହେଇଯାଇଛି ନା ବର୍ତ୍ତମାନ। କହିଲେ ଆକୁ ଦିନେ ହରି ନେଇଯିବ କିଏ? ସେ ବାସୁକି ହରି ନେବ। ଆଉ ଏବେ ଯୋଉ ଭୂମିକମ୍ପ ଗଲା, ଭୋରୁ ଭୋରୁ ହେଲା ଯୋଉ, ଏ କଣ ଭୂମିକମ୍ପ? ଏ ତ କୋଠା ଗଳିଲା ନାଇଁ, ଇଏ ଖାଲି ଛୁଟୁକ ଟିକେ ଦେଖାଇଦେଲା ନା ନାଇଁ। ଜର ଆସିବା ଆଗରୁ ଏ ଥଣ୍ଡା ନାକରୁ ପାଣି ଫାଣି ହୁଏନି ନା, ଦେହ ଟିକେ କଷ୍ଟିଆ ଲାଗେ ନାଇଁ ନା, ଇଏ ସେମିତି ଟିକେ ଖାଲି ଛୁଟୁକ ଦେଖଉଛି, ମାନେ ଟେଲର ଟିକେ ନାକୁ। ଲିଙ୍ଗରାଜଙ୍କର ଖସିଲା କଣ? ମହାଦୀପ ଖସୁଥିଲା, ଖସିଲା ପରେ ଭୂମିକମ୍ପଟା ହେଇଛି ନା। ଇଏ ଖାଲି କଣ ଗୋଟେ ଟେଲର, ଛୁତୁକ ଟିକେ। ଆଗକୁ ଅଛି ବଜ୍ର କିଳା, ସେ ଯୋଉ କିଳାକୁ କେହି ଆଉ ରୋକି ପାରିବେ ନାହିଁ। ଲୋକ କୁହନ୍ତି କିଛି ହବନି, କାହିଁକି ହବନି? ମାଳିକା ମନେ ରଖିଥା, ଅକ୍ଷର ଅକ୍ଷର ସତ୍ୟ। ପଞ୍ଚ ମହାଜନ ପଞ୍ଚ ମହାପୁରୁଷ ଯାହା କହିଛନ୍ତି ତାହା କେବେ ହେଲେ ଅନ୍ୟଥା ହବନି। ଅଚ୍ୟୁତି ବଚନ କେବେ ନ ଟଳିବ, ପଥରର ଗାର ହେଇ। ପୂର୍ବ ସୂର୍ଯ୍ୟ ପଶ୍ଚିମରେ ଉଦୟ ହେଇ ପାରନ୍ତି, ପର୍ବତ ଶିଖରେ କଇଁ ଫୁଟି ପାରେ, କିନ୍ତୁ ଅଚ୍ୟୁତର ବଚନ କେବେ ହେଲେ ଟଳିବ ନାହିଁ। ହରକିତ ଦାସ କହିଛନ୍ତି, ଚିତ୍ତ ନୁହେଁ ଅଚ୍ୟୁତ ସେ ଅଣାକ୍ଷର ଦେହି। ମହାପୁରୁଷ ଯାହା ଲେଖିଛନ୍ତି ଅକ୍ଷରେ ଅକ୍ଷରେ ସତ୍ୟ। ଏଇଆ ଆମ ମାନଙ୍କର ଗବେଷଣା ଯଦି ଭୁଲ ହେଇଯାଇପାରେ, ସେ ଯାହା ହଉ, କିନ୍ତୁ ମନେ ରଖିଥାଅ, ଏମିତି ଭୂମିକମ୍ପ ହବ ଯାହାକି ଥଳକୂଳ ରହିବ। ଏ ଯୋଉ ଫୁକୁ ଫୁକୁ ହଉଛନ୍ତି, ଗାଁରେ ସବୁ ଜମି ବିକ୍ରି କରିଦେଇକି ସବୁ ଟାଉନ ମାନଙ୍କରେ କୋଟା କିଣୁଛନ୍ତି। କାହିଁକି? ଆରେ ଶାନ୍ତି ଗାଁ ମାନଙ୍କରେ ମିଳେ, ସୁଖ ଟାଉନରେ ମିଳେ। ସୁଖ ପରେ ଦୁଃଖଟା ଆସେ କିଏ ଜାଣନ୍ତି? ଶାନ୍ତି ଧିହରେ ଦୁଃଖ ଆସିବ ନାଇଁ କି ଶାନ୍ତି ଧିହରେ ସୁଖ ଆସିବ ନାହିଁ। ଦୁଃଖକୁ ସୁଖ ପ୍ରାୟ ମଣି, ଏ ଅଟେ ଜ୍ଞାନୀଙ୍କର ବାଣୀ। ବୁଝିପାରୁଛୁ ନା ବୁଝିପାରୁଛୁ? ଏଇ ଯୋଉ ଭୂମିକମ୍ପ ଟେଲର, କେବେ ଭୂମିକମ୍ପ ହଉଛି ଶୁଣୁ, ମହାପୁରୁଷ କଣ କହିଛନ୍ତି, ଶିବକଳ୍ପ ଶାସ୍ତ୍ରରେ ଲେଖିଛନ୍ତି ହେଲା। ବିଂଶ ବେନି ନବ ସମୀର ସଂଯୋଗ ବାସୁ କିଜେ ଅସ୍ତ ବ୍ୟସ୍ତ, ମୀନ ମାସ ଯିବ ମିଥୁନ ମାସରେ ମହି ହେବ ଭାରାଗତ। କହିଲେ ବିଂଶ ବୋଲନ୍ତ 20, ବେନି ନବ ହେଲା 29, କେତେ ହେଲା 49, ସମୀର ବୋଲନ୍ତେ 5, ସମୀର ବୋଲନ୍ତେ ପବନ, କେତେ ପବନ? 5 ପବନ। କଣ କଣ? ଜ୍ଞାନ ଉଦ୍ୟାନ ବ୍ୟାନ ପ୍ରାଣ ସମାନ, ମିଶି କେତେ ହେଲା? 54 ହଉନି? କାହା 54 ହବ? ସେ ଅନନ୍ତ ମାଧବଙ୍କ 54 ହଉ କି ଅଚ୍ୟୁତଙ୍କ 54 ହଉ, ସେ ଗୋଟିଏ ଲୋକ ହେଲା।
ବେଳେ ତାଙ୍କ 54 ଅଙ୍କରେ କଣ ହବ ନା ମୀନ ମାସ ଯିବ, ମାନେ ଚୈତ୍ର ମାସ ଯିବ। ମିଥୁନ ମାସରେ କୋଉ ମାସ? ଆଷାଢ ମାସ। ମହି ହେବ ଭାରାଗ୍ରସ୍ତ। ମହି ଭାରାଗ୍ରସ୍ତ ହବ। ଭାରାଗ୍ରସ୍ତ ହେଲେ କଣ ହବ? ଓଜନିଆ ହେଇଯିବ। ଓଜନିଆ ହେଲେ କଣ ହବ? ହେଲେ ବାର ବାର କରି ମୁଣ୍ଡ ହଲାଇବ, ସହି ନ ପାରିବ ଭାରା। ତାନେ ତାନେ ଜଳ ଉତ୍ପାତ ହୋଇବ, ପ୍ରାଣୀ ହୋଇଯିବେ ସାରା। ତାହେଲେ ଅଷାଢ ମାସରେ ବର୍ଷା ହଉଥିବ। ସ୍ଥାନେ ସ୍ଥାନେ ଜଳ ଉତ୍ପାତ ହୋଇଯିବ, ପ୍ରାଣୀ ହୋଇଯିବେ ସାରା। ବାର ବାର କରି ମୁଣ୍ଡ ହଲେଇବ, ସହି ନ ପାରିବ ଭାରା। ବସୁମାତା ବାରମ୍ବାର ହଲିବ। ମାନେ ମହାପୁରୁଷ କହୁଛନ୍ତି ଭୂମିକମ୍ପ ହେବା ସଙ୍ଗେ ସଙ୍ଗେ ବର୍ଷା ମଧ୍ୟ ହଉଥିବ। ହେଲା। ନିଜ ପ୍ରାଣ ଘେନି ସବେ ପଳାଇବେ, ଚିହ୍ନା ଅଚିହ୍ନା ନ ବାରି। ମାତା ପିତା ସୁତ ସୁତା ନ ଲୋଡ଼ିବ, ପଳାଇବେ ସ୍ଥାନ ଛାଡ଼ି। ସୁନ୍ଦର କଥା କହିଛନ୍ତି। ହେଲେ ଏମିତି ହବ ସମୟଟା ସେତେବେଳେ କେହି କାହାର ନୁହେଁ। ମା ଗୋଟେ ଆଡେ ଦଉଥିବ, ଛୁଆ ଗୋଟେ ଆଡେ ଦଉଥିବ, ବାପା ଗୋଟେ ଆଡେ ଦୌଡୁଥିବ, ମାନେ ନିଜର ଜୀବନ ରକ୍ଷା କରିବା ପାଇଁ ଯିଏ ଯୋଉ ବାଟେ ଦୌଡୁଥିବ। ସିଏ କହିବନି ଯେ ମୁଁ ମୋ ଛୁଆଟାକୁ ନେଇକି ପଳାଏ, କିଏ କହିବନି ମୋ ସ୍ତ୍ରୀକି ନେଇକି ମୁଁ ପଳାଏ। କେତେ ଅଙ୍କରେ ଘଟଣା ଘଟିବ ନା 54 ଅଙ୍କ। କାହା ଅଙ୍କ? ଅଚ୍ୟୁତଙ୍କ 54 ବା ଅନନ୍ତ ମାଧବଙ୍କ 54। ଜଣେ ବ୍ୟକ୍ତି ତ ଆଉ କଣ। କୋଉ ଅଚ୍ୟୁତ? ନା ବ୍ରହ୍ମ ଅଚ୍ୟୁତ। ହେଲା। ପୃଥିବୀ ଅଚ୍ୟୁତ, ନିତ୍ୟ ଅଚ୍ୟୁତ, ବ୍ରହ୍ମ ଅଚ୍ୟୁତ ବା ଅଚ୍ୟୁତ। ବୁଝିପାରିଲେ ନା ବୁଝିପାରିଲେ? ଏଇଟା କେତେ ଅଙ୍କରେ ଘଟିବ ନା 54 ଅଙ୍କରେ ଘଟିବ। ବେଶୀ କୋଉଠି କ୍ଷତି ହବ ଓଡିଶାରେ? ନା ଟିକରା ଗୋହି ବାଲି ପାଟଣା, ଯେ ଚଉଦ୍ୱାର ଚିତା ନଳା। 18 ଗଉଣୀ ମେଳଛ ମରିବେ, ମାତିବେ ପର୍ବତ ମାଳା। ଏଇ ଜାଗା ଗୁଡାକ ବେଶୀ କ୍ଷତି ହବ। ଲୋକ କହନ୍ତି କିଛି ହଉନି ହଉନି। ଆଉ ହବ କଣ? ଆଗ ରିଏଲସେଲ ହବ, ତାପରେ ଡ୍ରାମା ହବ ନା ନାଇଁ? ତାପରେ ଭିଲିଆନ ବାହାରିବ, ସେଇଠୁ ହିରୋ ବାହାରିବ, ସେଇଠୁ ହିରୋ ଭିଲିଆନ ଭିତରେ ଲଢେଇ ହବ, ଲାଷ୍ଟକୁ ଭିଲିଆନ ମରେ। ଛୁଟୁକ ତ ସବୁ ଟିକେ ଟିକେ ହଉଛି, ଆଉ ହଉନାହିଁ କଣ? ଆଉ ଖାଲି କୁହନ୍ତି କେମିତି ମରିବେ। ବହୁତ ଲୋକ ଭଲ ପାଆନ୍ତି କେମିତି ପୁଳେ ମରିବେ, ଭାରି ଖୁସି ହେଇଯିବେ। ଆରେ ସେ ମରଣ ଭିତରେ ଆମ ପାଳି ଥବ, ସେଇଟାକୁ ଚିନ୍ତା କରୁନ। କାଇଁ ଆମେ ଚିନ୍ତା କରିବା କେହି ଆମେ ବଞ୍ଚିବା କେମିତି, ସେଇଟା ଚିନ୍ତା କରୁନ। ସେଗୁଡାକ କଳିଯୁଗ ଲୋକ ବିଚିତ୍ର ଲୋକ ପରା। ବୁଝିଲେ? ଗୋଟେ ଗାଁରେ ବାସ୍ତବରେ ଜଣେ ଦି ଜଣ ତିନି ଜଣ ପ୍ରକୃତି ଯଦି ନୀତି ନିୟମରେ ରହୁଥିବେ। ନହେଲେ ଇଏ ସବୁ କଣ ଯୋଉ ନା ଏବେ ଗୋଡ ଦିଆ ତା ତଳ ପଦଟା ତମେ ପୂରଣ କରିବ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ଭୁଲ ଆନନ୍ଦ ଗୋଆ କରିବ।